ଦର୍ଶକ ବନ୍ଧୁ ଯେଉଁ 12 ତାରିଖରେ ଯେଉଁ ମୁଖ୍ୟମନ୍ତ୍ରୀ ସହିତ ମନ୍ତ୍ରୀଗଣ ଶପଥ ନେଇଥିଲେ ସେମାନଙ୍କୁ ବିଭାଗ ବଣ୍ଟନ ହୋଇନଥିଲା। ତେଣୁ ଆଜି ଏବେ ପହଞ୍ଚିଲା ଯେ କେଉଁ ମନ୍ତ୍ରୀମାନେ କେଉଁ ବିଭାଗ ପାଇଛନ୍ତି। ଆସନ୍ତୁ ଆମେ ମୁଖ୍ୟାନକୁ ଜାଣିବା। ପ୍ରଥମ ମୋହନ ମାଝୀ ଗୃହ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସମ୍ପଦ ଯୋଜନା ଓ ସମନ୍ୱୟ ଆବଣ୍ଟିତ ହୋଇନଥିବା ଅନ୍ୟ ବିଭାଗ। ସେକେଣ୍ଡରେ ଉପମୁଖ୍ୟମନ୍ତ୍ରୀ କନବର୍ଦ୍ଧନ ସିଂହ କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ। ଦ୍ୱିତୀୟରେ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ଓ ପର୍ଯ୍ୟଟନ। ଏବେ ଆସନ୍ତୁ ଜାଣିବା କ୍ୟାବିନେଟ୍ ମନ୍ତ୍ରୀ ପ୍ରଥମେ ହେଲା ହେଉଛି ସୁରେଶ ପୂଜାରୀ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, 2 ହେଉଛି ରବିନାରାୟଣ ନାୟକ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପାନୀୟ ଜଳ, 3 ନିତ୍ୟାନନ୍ଦ ଗଣ୍ଡ ସ୍କୁଲ ଗଣଶିକ୍ଷା ଅନୁସୂଚିତ ଜାତି ଓ ଜନଜାତି ସମନ୍ୱୟ ଏବଂ ପଛୁଆବର୍ଗ କଲ୍ୟାଣ ସାମାଜିକ କଲ୍ୟାଣ ଓ ସଶକ୍ତିକରଣ, 4ଥରେ କୃଷ୍ଣଚନ୍ଦ୍ର ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ବୈଷୟିକ, 5ମରେ ହେଉଛି ପୃଥ୍ୱୀରାଜ ହରିଚନ୍ଦନ ଆଇନ ଓ ଆଇନ ଉପଟ ଅବକାରୀ ବିଭାଗ, 6ରେ ହେଉଛି ମୁକେଶ ମହାଲିକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର ଓ ବୈଦ୍ୟୁତିକ ଓ ସୂଚନା ବୈଷୟିକ, 7ମରେ ବିଭୂତି ଭୂଷଣ ଜେନା ବାଣିଜ୍ୟ ଓ ପରିବହନ ଇସ୍ପାତ ଓ ଖଣି, 8ମରେ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗୃହ ଓ ନଗର ଉନ୍ନୟନ ଓ ସାଧାରଣ ଅଭିଯୋଗ। ଏବେ ଆସନ୍ତୁ ଜାଣିବା ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଗଣେଶରାମ ଖୁଣ୍ଟିଆ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା, 2ରେ ସୂର୍ଯ୍ୟମୁଖୀ ସୁରଜ ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବ ବ୍ୟାପାର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, 3ରେ ପ୍ରଦୀପ ସାମନ୍ତ ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ଓ ହସ୍ତଶିଳ୍ପ, 4ରେ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଅତି କ୍ଷୁଦ୍ର ଓ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ, 5ମରେ ସମ୍ପଦ ସ୍ୱାଇଁ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା। ଦର୍ଶକ ବନ୍ଧୁ ଇଏ ତ ଆପଣଙ୍କୁ କହିଗଲି ଯେଉଁ କେଉଁ ମନ୍ତ୍ରୀଙ୍କ ଖାତାରେ କେଉଁ ବିଭାଗ କେଉଁ ମନ୍ତ୍ରୀମାନେ କେଉଁ ବିଭାଗ ପାଇଛନ୍ତି ଆପଣଙ୍କୁ ମୁଁ କହିଗଲି। ଯଦି ଆପଣମାନେ ଏବେ ସୁଦ୍ଧା ଆମ ଚ୍ୟାନେଲ୍ ଅଛନ୍ତି କିନ୍ତୁ ସବସ୍କ୍ରାଇବ୍ କରନ୍ତୁ ଏବଂ ମତାମତ କମେଣ୍ଟରେ ଲେଖନ୍ତୁ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।